विहाय पीयूषरसं निःस्वरामरंगिराजीवरसं पिबन्ति किम् इति स्वपादामृतपानकौतुकीसमुपमानश्रियमातनोतुमः देवेन्द्रमौलिमन्दारमकरन्दकराङ्गाः विघ्नान् हरन्तु हेरम्बचरणं भुजगेर्नवः परारविन्देन पदारविन्दं मुखारविन्दे विनिवेशयन्तं वटस्य वक्त्रस्य पुटे शयानं गाढं मुकुन्दं मनसा स्मरामि ॐ वन्दं बालरूपश्रीरामसरस्वती सुलभदपतये सुनाम कृष्णाय वासुदेवाय हरये परमात्मने नमः गोविन्दाय नमो नमः ॐ श्रीकृष्णाय गोविन्दाय भजनवल्लभाय 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 नमः श्रीकृष्णाय नत्यवदाकरवंशनिनादं श्यामलसुन्दरनित्यविलासं तं प्रणमामि जवाळोपाळं काम करिବ ତମକୁ ଚାଲ ଯିବି ତମକୁ ଜିନିଷ ଦେବି ଏଇଠି ସାର୍ ହଁ ଉଠେଇ ଦେବି ତ ସାର୍ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ସାର୍ ଆପଣଙ୍କ ଗାଁଟା କେଉଁଠି? ଆମର ମୋର ଜନ୍ମଭୂମି ହେଉଛି କପିଳାସ କ୍ଷେତ୍ର ଢେଙ୍କାନାଳ ମଣ୍ଡଳ। ମୁଁ 50-52 ବର୍ଷ ଧରି ପୁରୀ ରହିଲିଣି। ମୁଁ ମେଟ୍ରିକ୍ ପାସ୍ କରିକି ପୁରୀ ପଢ଼ି ଆସିଲି 1974 ମସିହାରେ। 8 ବର୍ଷ ପାଠ ପଢ଼ିବା ପରେ ମୋର 82 ମସିହାରେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଚାକିରି ମିଳିଗଲା। ଜଗନ୍ନାଥ କରୁଣାରୁ ସେଇ ଦିନଠୁ ଅଧ୍ୟାପନା ସାରି 2019 ମସିହାରେ ଅବସରପ୍ରାପ୍ତ ହେଲି। ମୋର ଦୀକ୍ଷାଗୁରୁ ଶିକ୍ଷାଗୁରୁ ହେଲେ ପଣ୍ଡିତ ବୈଦ୍ୟନାଥ ମିଶ୍ର, ଯିଏକି ପୁରୀ ମୁକ୍ତିମଣ୍ଡଳ ପଣ୍ଡିତ ସଭାର ତତ୍କାଳୀନ କାର୍ଯ୍ୟକାରୀ ସଭାପତି, ଏବଂ ଆଉ ଜଣେ ମୋର ବିଦ୍ୟାଗୁରୁ ହେଲେ ପୁରୀ ଗଜପତି ମହାରାଜାର କୁଳଗୁରୁ ପଣ୍ଡିତ ସାମନ୍ତ ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ଯାହାଙ୍କ ପାଖରୁ ମୁଁ ବିଦ୍ୟା ଅଧ୍ୟୟନ କରିଛି। ଆଉ ଜଗନ୍ନାଥଙ୍କର ବିଳାସର ରୂପବନ୍ଧରେ ମୁଁ ଫୁଲ ତୋଳିବାକୁ ଆଉ ସୁଯୋଗ ପାଇଛି। ଆଉ 2 ଥର ମଧ୍ୟ ଜଗନ୍ନାଥ ନବକଳେବରରେ ବ୍ରାହ୍ମଣ ରୂପରେ ମୋତେ ବରଣ କରାଯାଇଛି, ସେହି ସୁଯୋଗ ସେବା ମିଳିଛି। ଆଉ ମାଆ ବିମଳାଙ୍କର ମଧ୍ୟ 16 ଦିନ ପୂଜାର ମଧ୍ୟ ମୋତେ ସୁଯୋଗ ମିଳିଛି ମାଆଙ୍କ କରୁଣାରୁ। ଆଉ ସବୁ ଯାହା କିଛି ହେଉଛି ଭଗବାନଙ୍କ ଦୟାରୁ ହେଉଛି। ଆମମାନେ ଆମର ନିଜର କିଛି ନାହିଁ, ପ୍ରଭୁଙ୍କ ଦୟାରୁ ଆମେ ସମସ୍ତେ ଆଉ ବଞ୍ଚି ରହିଛେ। ପ୍ରଭୁଙ୍କ ସେବାରେ ଆମର ଜୀବନ ଚାଲିଯିବା ଦରକାର। ଆଜି ବରିକିଲ ଗ୍ରାମରେ ଆମର ପୂର୍ବ ସେ ପୁଣ୍ୟପୁରୁଷ ଯିଏ ପ୍ରତିଷ୍ଠା କରିଥିଲେ ମନ୍ଦିର, ତାର ପୁନରୁଦ୍ଧାର ନବକଳେବର ସମୟରେ ସୁଯୋଗ ମିଳିଲା। କପିଳାସ କ୍ଷେତ୍ରରୁ ବ୍ରାହ୍ମଣମାନେ ଆସିଛନ୍ତି, ପୁରୀରୁ ମଧ୍ୟ ବ୍ରାହ୍ମଣମାନେ ଆସିଛନ୍ତି। ଆଉ ଏଠି ମୁରାରୀ ଦାସ ଭାଇ, ଆମର କୃଷ୍ଣଚନ୍ଦ୍ର ଦାସ ଭାଇ, ଆଉ ଆମର ସେବାରାମ ଦାସ ଭାଇ, ସେ 3 ଜଣ ତାଙ୍କର ସୁଯୋଗ୍ୟ ପୁତ୍ର। ଆଉ ସେଇ ମନ୍ଦିରଟି ପୁନରୁଦ୍ଧାର କରିକି ଆଜି ସମସ୍ତେ 3 ଭାଇ ଯାକ ମିଶିକି କାମଟି କରିଛନ୍ତି। ବହୁତ ଆନନ୍ଦ ଆଜି ଆନନ୍ଦ ପ୍ରଦାନ କରିଛି ପରିବେଶ। ବିଶେଷ କରି ଆଉ ଲାଲାଜୀ ଗୋପାଳଜୀ ମନ୍ଦିରରେ ଆଉ ଗୋପାଳ ସ୍ୱୟଂ ଯେଉଁ ପ୍ରତିଷ୍ଠା ହେଇଛନ୍ତି ବା ବିଜେ କରିବେ, ସେ ଗୋପାଳ ସ୍ୱୟଂ ସ୍ୱର୍ଣ୍ଣମୂର୍ତ୍ତି ଭଳି ପ୍ରତୀୟମାନ ହେଉଛନ୍ତି। ମୋତେ ଲାଗୁଛି ସ୍ୱର୍ଣ୍ଣମୂର୍ତ୍ତି ନା ପିତ୍ତଳ ମୂର୍ତ୍ତି।